ପାରଳା ପୌର ପରିଷଦ ସଭାଗୃହରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର ପରିଷଦ ସଭାଗୃହରେ ଆଜି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି। ପୌର ପରିଷଦର ଉପା ଅଧ୍ୟକ୍ଷ ଶ୍ରୀଲେଙ୍କା ମଧୁଙ୍କ ସଭାପତିତ୍ୱରେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ଖିଲ, କାଉନସିଲର ଜ୍ୟୋତିର୍ମୟୀ ଦାସ, ପ୍ରସନ୍ନା ପାତ୍ର ଏବଂ ଏମଇ ସଞ୍ଜୀବ ଚମ୍ପତିଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଆଜିର ବିଷୟକୁ ନେଇ ଆଲୋଚନା କରିଥିଲେ। ଆଜିର ଏହି ବୈଠକରେ 1999 ମହାବାତ୍ୟାର ତାଣ୍ଡବ ଏବଂ ପରେ ପରେ ଆସିଥିବା ବିଭିନ୍ନ ବାତ୍ୟା ସହ କିପରି ମୁକାବିଲା କରାଯାଇଥିଲା ସେ ନେଇ ଅତିଥିମାନେ ନିଜ ନିଜର ବିଚାର ଉପସ୍ଥାପନ କରିଥିଲେ। ଏଥିସହ ଆଗକୁ ଏହି ପ୍ରାକୃତିକ ବିପର୍ଯ୍ୟୟକୁ ନେଇ କିପରି ମୁକାବିଲା କରାଯିବ ସେ ନେଇ ରଣନୀତି ପ୍ରସ୍ତୁତ କରାଯାଇଥିଲା। ଏହି ଅବସରରେ ଉକ୍ତ ବୈଠକରେ ଜନସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ, ବିଜୁଳି ବିଭାଗଙ୍କ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ନିଜ ନିଜର ମତ ପ୍ରକାଶ କରିଥିଲେ।